ଶିଲା ମଣ୍ଟାନାରେ ଜଣେ ଟ୍ରାଭେଲ୍ ନର୍ସ ଥିଲେ। ଷ୍ଟେଟ୍ ହସ୍ପିଟାଲ ଏହା ମଧ୍ୟରୁ ଗୋଟିଏ। ଷ୍ଟେଟ୍ ହସ୍ପିଟାଲ ଏହା ଯାଇଥିବା ଡାକ୍ତରଖାନା ମଧ୍ୟରୁ ଅନ୍ୟତମ। ସେ ଯାଇଥିବା ଡାକ୍ତରଖାନାଗୁଡ଼ିକ ଏବଂ ଅଧିକାଂଶ ଦିନ ରାତିରେ ତାଙ୍କ ଚଟଣାରେ କାମ କରନ୍ତି। ଶିଲା ଆଉ ତା ସାଙ୍ଗ କାମ କରୁଥାନ୍ତି। ରାତି 12ଟା ହେଉଥାଏ। ଆଉ କିଛି ସମୟ ଗଲା ପରେ କିଛି ଅଚାନକ ବେଲ୍ ସାଉଣ୍ଡ ଆସିଥାଏ। ଶିଲା ଚମକି ପଡ଼ିଥାଏ। ଶିଲା ଉଠି ପଡ଼ିଥାଏ ଡୋର ଖୋଲିବାକୁ ଆଉ ସେ ରୁମ୍ ଆଡ଼କୁ ଯାଉଥାଏ। ଶିଲା ପୁରା ନିଦୁଆ ଆଖିରେ ଯାଉଥାଏ। ଆଉ ଶିଲା ଧୀରେ ଡରି ଡରି ଗଲା ପରେ ଡୋର ଖୋଲିକି ଦେଖିଲା ଯେ ବୁଢ଼ା ମଉସାଟିଏ। ଆଉ ଡୋର ଖୋଲିଲା ବେଳେ ସେ ବୁଢ଼ା ମଉସାଟିଏ କ'ଣ ତ କହୁଥାନ୍ତି। କିଛି ବୁଝା ପଡ଼ୁନଥାଏ। ସେ ମୋତେ ମାରିଦେବ, ସେ ମୋତେ ମାରିଦେବ, ସେ ମୋତେ ମାରିଦେବ। ବୁଢ଼ା ମଉସା କହୁଥାଏ। ଶିଲା କୁହେ, ହେଲେ କେଉଁଠି ତ କେହି ତ ନାହାନ୍ତି। ନା ନା ମୁଁ ମିଛ କହୁନି, ସେ ଏଠି ଥିଲା। ଏବେ କୁଆଡ଼େ ଗଲା ମୁଁ ଜାଣିନାହିଁ କହୁଥାଏ।